ଜଗନ୍ନାଥ ପିଲାମାନେ ତୁମେ ସବୁ କେମିତି ଅଛ? ଆଶା କରୁଛି ସମସ୍ତେ ଭଲରେ ଥିବ। ତ ଗଣିତର ପିଲାମାନେ ଆଜି ଚାପ୍ଟର 1 ପଢ଼ିବା। କ'ଣ ପଢ଼ିବା ପିଲାମାନେ? ପାଠ 1 ଆମ ଚାରି ପାଖରେ ଥିବା ଆକୃତି। ଦେଖ ପିଲାମାନେ, ତୁମ ଚାରିପାଖରେ ତ ବିଭିନ୍ନ ପ୍ରକାର ଆକୃତି ଅଛି। ସାଧାରଣତଃ ଭାବରେ ଆମେ ପଢ଼ିବା ଗୋଟେ ଜିନିଷ ତୁମକୁ ଶିଖୁଛି। ପ୍ରଥମେ ଏଇଟା ହେଉଛି ତ୍ରିଭୁଜ, ଏଇଟା ଗୋଲକ, ଏଇଟା ହେଉଛି ଆୟତ ଚିତ୍ର, ଏଇଟା ବର୍ଗ ଚିତ୍ର ହେଲା। ତୁ ଜାଣିଛ ଏସବୁ। ଏଇଟା ହେଉଛି ଦେଖ ଯାହାର ସବୁ ଏଇଟା ହେଉଛି ସମଘନ, ଏଇଟା ହେଲା ଆୟତ ଘନ। କି ହେଲା? ଆୟତ ଘନ। ବୁଝିଗଲ? ତ ଆଜି ପଢ଼ିବା। ତ ଲେଖା ଅଛି ଦେଖ, ବ୍ଲକ ଗୁଡ଼ିକ ବ୍ୟବହାର କରି ଏଠାରେ ଦେଇଥିବା ଘର ଗୁଡ଼ିକର ମଡେଲ କରିବାକୁ ଚେଷ୍ଟା କର। ଦେଖ ବ୍ଲକକୁ ବ୍ୟବହାର କରି ତୁମେ ମଡେଲ କରିବ। ଦେଖି କେମିତି କରାଯାଏ। ଦେଖ ପ୍ରଶ୍ନ ଅଛି, ତୁମେ ଟିକେ ପିଲାମାନେ ଟିକେ ଜୁମ୍ କରୁଛି ତ ପଢ଼ିବା ପାଇଁ ସୁବିଧା ହେବ। ଜୁମ୍ କରୁଛି ଲେଖା ଦେଇଛି କ'ଣ? ତୁମ ମଡେଲରେ ଘରର କେଉଁ ଅଂଶ ତୁମେ ଦେଖାଉଛ? ଉଦାହରଣ ସ୍ୱରୂପ ଯେପରି ଛାତ, ସ୍ତମ୍ଭ, ମୂଳଦୁଆ ଅଛି। ସେହିପରି ଭାବରେ ତୁମେ କ'ଣ ଲେଖିବ? ଲେଖିବ ମୋ ମଡେଲରେ, ମୁଁ କହିଦେଉଛି ପିଲା ଲେଖ ମୋ ମଡେଲରେ, ମୋ ଡେକେଡେଲରେ, ମୋ ମଡେଲରେ, ଧୀରେ ଧୀରେ ପିଲାମାନେ ଲେଖ, ଛାନିଆ ହୁଅନି। ମୋ ମଡେଲରେ ମୁଁ ଘରର ଛାତ, କାନ୍ଥ ଏବଂ ମୂଳଦୁଆ ଭଳି ଅଂଶ ଦେଖାଉଛି। ଆଉ ଥରେ ବୁଝି ଦେଖ, ଲେଖିବ ମୋ ମଡେଲରେ ମୁଁ ଘରର ଛାତ, କାନ୍ଥ ଏବଂ ମୂଳଦୁଆ ଭଳି ଅଂଶକୁ ଦେଖାଉଛି। ପୂର୍ଣ୍ଣଚ୍ଛେଦ। ସରିଲା। 1 ନମ୍ବର ବୁଝିପାରିଲ? ତ 2 ନମ୍ବରକୁ ଯିବା। 2 ନମ୍ବର ଦେଇଛି ଦେଖ ପିଲାମାନେ, କ'ଣ ଦେଇଛି? ତୁମେ ଏହି ଅଂଶ ଗୁଡ଼ିକ କାହିଁକି ବାଛିଲ? ଲେଖିବ କାରଣ। କ'ଣ ଲେଖିବ? କାରଣ ଏହି ଅଂଶ ଗୁଡ଼ିକ ଏକ ଘରର ମୁଖ୍ୟ ଗଠନ ବା ଆକୃତି ନିର୍ମାଣ କରନ୍ତି। ବୁଝିପାରିଲ? କ'ଣ ଲେଖିବ? କାରଣ ଏହି ଅଂଶ ଗୁଡ଼ିକ ଏକ ଘରର ମୁଖ୍ୟ ଗଠନ ବା ଆକୃତି ନିର୍ମାଣ କରନ୍ତି। ତାପରେ ଲେଖିଦେବ ପିଲାମାନେ, କ'ଣ ଲେଖିବ? କରନ୍ତି ଲେଖିଦେଲ। ତାପରେ ଲେଖିବ ଯାହାକୁ ବ୍ଲକ ସାହାଯ୍ୟରେ ବୁଝେଇବ। ଯାହାକୁ ବ୍ଲକ ସାହାଯ୍ୟରେ ବୁଝାଇ ହେବ। 2 ନମ୍ବର ବୁଝିପାରିଲ? ବୁଝେଇ ହେବ। ତ 3 ନମ୍ବର 3 ପ୍ରଶ୍ନ କ'ଣ ଦେଇଛି ପିଲାମାନେ? ଏହି ଅଂଶ ଗୁଡ଼ିକର ମଡେଲ ତିଆରି କରିବା ପାଇଁ କେଉଁ ଆକୃତି ବ୍ୟବହାର କରିବ? ତୁମେ ତିଆରି କରିବା ପାଇଁ କେଉଁ ଆକୃତି ବ୍ୟବହାର କରିବ? ପ୍ରଥମେ ଲେଖିବ ଏଠି ଛାତ ପାଇଁ। କ'ଣ ଲେଖିବ ପିଲାମାନେ? ଛାତ ପାଇଁ। ଖାତାରେ ଲେଖିନିଅ। ଛାତ ପାଇଁ କାଢ଼ିଦେବ। ଛାତ ପାଇଁ ଲେଖିବ ଶଙ୍କୁ, ତାଲପେଶ ୟଙ୍କ ଶଙ୍କୁ, କମା ଦେବ, କମା ଆଉ ପ୍ରିଜିମ୍ ହେଲା। ବୁଝିପାରିଲ? ଲେଖିଦିଅ ଆଗେ ଛାତ ପାଇଁ ଶଙ୍କୁ ଓ ପ୍ରିଜିମ୍। ସରିଲା। ପୁଣି ଲେଖିବ କାନ୍ଥ ପାଇଁ 3 ନମ୍ବର କରୁଛି ଏଇଟା। କାନ୍ଥ ପାଇଁ ଲେଖିବ ଘନକ ଆଉ ଆୟତ ଘନ। ସରିଲା। ଆଉ ଲେଖିବ ଖମ୍ବ ପାଇଁ। କ'ଣ ଲେଖିବ? ଖମ୍ବ ମାନେ ଖୁଣ୍ଟି ପାଇଁ। ଖମ୍ବ ପାଇଁ କ'ଣ ଲେଖିବ ପିଲାମାନେ? ସିଲିଣ୍ଡର। କ'ଣ ଲେଖିବ? ସିଲିଣ୍ଡର। ସରିଲା। ପ୍ରଥମେ ଲେଖିବ ଛାତ ପାଇଁ ଶଙ୍କୁ, ପ୍ରିଜିମ୍, କାନ୍ଥ ପାଇଁ ଘନକ ଓ ଆୟତ ଘନ, ଖମ୍ବ ପାଇଁ ସିଲିଣ୍ଡର। ସରିଲା। ନେକ୍ସଟ କ'ଣ କରିବା ପିଲାମାନେ? 4 ନମ୍ବରକୁ ଯିବା। କେତେ ନମ୍ବର ଯିବ ପିଲାମାନେ? 4 ନମ୍ବରକୁ। ତୁମର ମଡେଲ ପ୍ରକୃତ ଘର ସହିତ କିପରି ସମାନ? ଲେଖିବ ମୋ
ଘରର ମୋ ମୋ ଏକରେ ମୋ ଆକାର ତ ଭଲସେ ମୋ ଘରର ମଡ଼େଲ ମୋ ଡେକେରେ ମଡ଼େଲ ଆକୃତି ଆ କରୁ କୃତି ଆକୃତି ପ୍ରକୃତ ଘରର ଗଠନ ସହିତ ସମାନ ଦେଖାଉଛି ଲେଖିଦେଲ ମୋ ଘରର ମଡ଼େଲ ଆକୃତି ପ୍ରକୃତ ଘରର ମଡ଼େଲ ସହ ଦେଖାଯାଉଛି ଏବଂ ଲେଖିବ ତାପରେ ଲେଖିବ ଏବଂ କ'ଣ ଲେଖିବ ଉପରେ ହଁ ଆଉ ଟିକେ ପିଲାମାନେ ଛାଡ଼ି ଦେଇଛି ମୁଁ ହେଲା କ'ଣ ଲେଖିବ ପିଲାମାନେ ଏବଂ କ'ଣ ଲେଖିବ ପିଲାମାନେ ଟିକେ ପିଲାମାନେ ଖାଲି ହଁ ଏବଂ କ'ଣ ଲେଖିବ ଆକୁ ସହ ସମାନ ଦେଖାଉଛି ଏବଂ ହେଲା ଏବଂ ପ୍ରକୃତ ଘରର କାନ୍ଥ ଗୁଡ଼ିକ ଉଚ୍ଚ ଥାଏ ଏବଂ ଛାତ ଥାଏ ମୋ ମଡ଼େଲ ମଧ୍ୟ ସେଇଭଳି ଅବସ୍ଥା ଅଛି ଲେଖିଦେବ ହେଲା ଲେଖିବ ପ୍ରକୃତ ଘର ଗୁଡ଼ିକର ଲେଖି ନିୟମ କହିଦେଉଛି ଲେଖିବ ମୋ ମଡ଼େଲର ଆକୃତି ଘରର ଗଠନ ସହିତ ସମାନ ଦେଖାଉଛି ଯେପରି ପ୍ରକୃତି ଘରର କାନ୍ଥ ଗୁଡ଼ିକ ଉଚ୍ଚ ଥାଏ ଏବଂ ଉପରେ ଛାତ ଥାଏ ମୋ ମଡ଼େଲ ମଧ୍ୟ ସେଇଭଳି ଅବସ୍ଥା ଦେଖାଉଛି ଲେଖି ଚାଲିଲ 5 ନମ୍ବରକୁ ଯିବା 5 ନମ୍ବର କ'ଣ ଦେଇଛି ପିଲାମାନେ ଦେଖ ଏହା ପ୍ରକୃତ ଘରଠାରୁ କିପରି ଭିନ୍ନ ମାନେ ପ୍ରକୃତ ଘରଠାରୁ କିପରି ଭିନ୍ନ କାହିଁକି ଭିନ୍ନ ଦେଖ କାରଣ ଏଥିରେ ଲେଖିବ ଇଟା ସିମେଣ୍ଟ ସିମେଣ୍ଟ ବାଲି ପଥର ବ୍ୟବହାର ହୋଇନାହିଁ ବରଂ ପ୍ଲାଷ୍ଟିକର ବ୍ଲକ ବ୍ୟବହାର କରାଯାଇଛି ମନେ ରହିଲା ଲେଖିବ ଏହା ପ୍ରକୃତ ଘରଠାରୁ ଭିନ୍ନ କାରଣ ଏଥିରେ ଇଟା ସିମେଣ୍ଟ ବାଲି ପଥର ବ୍ୟବହାର କରାଯାଏ ନାହିଁ ବରଂ ପ୍ଲାଷ୍ଟିକ ବ୍ଲକ ବା କାଠ ବ୍ୟବହାର କରାଯାଇଛି ସରିଲା ତ ନେକ୍ସଟ ପ୍ରଶ୍ନକୁ ଯିବା ପିଲାମାନେ ବୁଝିପାରୁଛ ଯଦି ନ ବୁଝିପାରୁଛ ମୋତେ କମେଣ୍ଟ କରିବ ଏଠି ଲେଖା ଅଛି ଦେଖ କ'ଣ ଦେଇଛି ଦେଖ ମୁଁ ଧଉଳି ସ୍ତୂପର ଗୋଟେ ମଡ଼େଲ ତିଆରି କରିଛି ଏହା ଧଉଳି ସ୍ତୂପ ଦେଖାଉଛି କି କ'ଣ ଲେଖିବ ହଁ ଲେଖିବ ଏଠି କ'ଣ ଲେଖିବ ପିଲାମାନେ ହଁ ତାପରେ ଲେଖା ଅଛି ତୁମେ ଧଉଳ ସ୍ତୂପ ମଡ଼େଲ ତିଆରି କରିବା ପାଇଁ କେଉଁ ଆକୃତି ବ୍ୟବହାର କରିଛ ଲେଖିବ କ'ଣ ବ୍ୟବହାର କରିଛ ଲେଖିଥିବ ଅର୍ଦ୍ଧଗୋଲକ କମା ଆୟତ ଘନ କମା ସମଘନ କମା ଆଉ କିଛି ନାହିଁ ସମଘନ ଲେଖିବ ବ୍ୟବହାର କରିଛି କାରଣ ଲେଖିଛି ଓ କାହିଁକି ଲେଖିବ କାରଣ ଏହି ଗୋଲାକାର କାନ୍ଥ ଗମ୍ବୁଜ ପରି ତେଣୁ ମୁଁ ଅର୍ଦ୍ଧଗୋଲକ ଓ ଏହାର ଚତୁଃପାର୍ଶ୍ୱ ପାଇଁ ଲେଖିବ ଚତୁଃପାର୍ଶ୍ୱ ପାଇଁ ଚତୁର୍ଭୁଜ ଆକାର ବ୍ୟବହାର କରୁଛି ଚାରିପାର୍ଶ୍ୱ ଏଗୁଡ଼ା ଝରକା ଗୁଡ଼ିକ କବାଟ ଗୁଡ଼ିକ ପାଇଁ କ'ଣ କରୁଛି ଚତୁର୍ଭୁଜ ଆକାର ବ୍ୟବହାର କରୁଛି ବୁଝିପାରିଲ
ତାପରେ ନେକ୍ସଟ ପ୍ରଶ୍ନ କ'ଣ ଦେଇଛି ଦେଖ, ତୁମେ କେତୋଟି ଆକୃତି ପାଇଲ? ଏଠି କେତୋଟି ଲେଖିବ ପିଲାମାନେ? 6ଟି। କେତୋଟି ହେବ? 6ରୁ 8ଟି। ବୁଝିପାରିଲ? ଲେଖିବ ତୁମେ ଏପରି କେତୋଟି ଆକୃତି ପାଇଲ? ଲେଖିବ ମୁଁ 6ରୁ 8ଟି ଆକୃତି ପାଇଲି। ବୁଝିପାରିଲ ପିଲାମାନେ? ନେକ୍ସଟ ତାପରେ ହେଇଛି ଦେଖ ପିଲାମାନେ, ପୂର୍ବରେ ଲୋକମାନେ ମାଟି, ପଥର, କାଠର ବ୍ୟବହାର କରୁଥିଲେ, ଆଜିକାଲି କଂକ୍ରିଟ ବ୍ଲକ ବାହାରିଛି, ଏଇଟାର କ'ଣ ସମାଧାନ ଅଛି? এইটার সমাধানটা হচ্ছে ପିଲାମାନେ, ଏହାର ହେଉଛି ସମସ୍ତ, ଏହା ସବୁ ହେଉଛି ଆୟତ ଘନ। ଲେଖିବ ଆୟତ ଘନ। ସମସ୍ତଙ୍କ ଆକାର ସମାନ ଏବଂ ସବୁ ଇଟା ଗୁଡ଼ିକ ବର୍ତ୍ତମାନ ଘର ତିଆରି କାମରେ ଲାଗୁଛି। ହେଲା, ବୁଝିପାରିଲ? यार लिख ये समान समान करছে सब हूँ आयत घनाकृति मैंने एटा भी आयत घन एटा भी आयत घनाकृति और सब इटा गुड़िक बर्तमान आम घर तैयारी कम लगुच। नेक्स्ट जीवा कौन देख पिला माने 2 नंबर तले मॉडल गुड़िक तैयारी कराई गणित बही शेष जालक प्रस्तुत कर कि जालक प्रस्तुत कर पिला माने देख समस्त प्रिज्म क्यों आकृति साधारणतः तुम्हें लिख पिला माने एठी कौन लिख पिला माने समस्त प्रिज्म क्यों आकृति विशिष्ट एठी लिखिदेव आयताकार कि लिख आयतकार है आयतकार विशिष्ट है अच्छी यही प्रिज्म अन्य क्यों सब आकृति अच्छी कौन कौन आकृति अच्छी पिला माने यहीटार अच्छे कौन कौन आकृति अच्छी पिला माने लिखिब समस्त प्रिज्म क्यों आकृति पुरुष समान आयताकार आकृति समान कौन सब यही सब प्रिज्म क्यों क्यों आकृति अच्छी लिखिब पार्श्व पृष्ठतल साधारण अटे कारण पार्श्व पृष्ठतल हूँ साधारण अटे। तार खो को जा लिखि समस्त पिरामिड क्यों आकृति समतल त्रिभुज आकृति कौन लिख त्रिभुज आकृति। नेक्स्ट कौन दे देख कौन देख यार त्रिकोणीय पार्श्व को डैश बिंदु मिशी थाए त्रिभुज पार्श्व कौन होता है त्रिभुज पार्श्व कौन मिलता है पिला बुझे एटा होची वर्गाकृति कौन लिख पिना माने वर्गाकृति हैला। तापर अन्य आकृति पिरामिड को नाम लेख अन्य आकृति पिरामिड को नाम होची कौन लिख पिला माने अन्य आकृति कौन लिख पिला माने अन्य आकृति नाम होची त्रिभुज आकृति त्रिभुजाकृति कमा लिखि दूची त्रिभुजाकृति वर्गाकृति आउ कुटे लिखि दो पिला माने षडभुजाकृति बुझिपाल। नेक्स्ट तापर एथि देख समघन को प्रिज्म कहबा कि हाँ लिख कौन लिख पिला माने हाँ लिख कौन लिख हाँ हाँ लिख लो। तापर लिख देख प्रिज्म और पिरामिड मध्य कौन कौन पार्थक्य अच्छे आलोचना करवा कौन कौन पार्थक्य अच्छे पिला माने लिख कौन कौन अच्छी प्रथम लिखिदेव प्रिज्म कौन लिख प्रिज्म लिखिदेव प्रथम लिख मध्य पार्थक्य अच्छे प्रिज्म कौन अच्छी यार दुईटी समान आधार थाए दुईटी समान आधार थाए पूर्णच्छेद है। तापर प्रिज्म लिख प्रिज्म ना पिरामिड लिख कौन लिख पिरामिड लिख पिरामिड कौन लिख पिला माने यार गोटे आधार थाए यार गोटे आधार थाए यार दुईटी आधार थी प्रिज्म यार गोटे आधार लिखिनि तार मुझे लिखेबी मन रहा प्रिज्म होची दुईटी समान आधार थी किंतु पिरामिड गोटे समान आधार थाए। तापर ये देख आउ गोटे पार्थक्य लिख कौन लिख यार प्रिज्म प्रथम लिख प्रिज्म पुणी लिख प्रिज्म पार्थक्य लिखते कही प्रिज्म लिख यार पार्श्व गुड़िक
ଗୁଡ଼ିକ ପାର୍ଶ୍ୱଗୁଡ଼ିକ ଆୟତାକୃତି ହେଲା। ତାପରେ ଲେଖ ପିରାମିଡ଼ର କ'ଣ ଲେଖିବ? ଏହାର ପାର୍ଶ୍ୱଗୁଡ଼ିକ ତ୍ରିଭୁଜାକୃତି। ବୁଝିପାରିଲ? ଏତିକି ଲେଖିଦେବୁ। ଓକେ, ନେକ୍ସଟ ଯିବା 3 ନମ୍ବର ପ୍ରଶ୍ନକୁ। ଖେଳିଯିବା ପିଲାମାନେ 3 ନମ୍ବର ପ୍ରଶ୍ନକୁ। ଜୁମ୍ କରିଦେଉଛି ପିଲାମାନେ। ଲେଖା ହେଇଛି ସାରଣ ପୂରଣ କର। କେତୋଟି ଅଛି, କ'ଣ ଅଛି? ପୃଷ୍ଠତଳ ଆମେ ଲେଖିବା। ଲେଖା ଅଛି ଦେଖ, ସମଘନ ଆକୃତ ପୃଷ୍ଠ କେତୋଟି ଅଛି? ଲେଖିତ ପୃଷ୍ଠ ୟାର କେତୋଟି ଅଛି? 6ଟି। ଶୀର୍ଷ ସଂଖ୍ୟା କେତୋଟି? 8ଟି। ଧାର ସଂଖ୍ୟା କେତୋଟି ପିଲାମାନେ? 12ଟି। କେତୋଟି? 12ଟି। ଏଟା ଟି ଲେଖିବ, ଟି ଟି ଟି। ମନେ ରହିଲା? ପୃଷ୍ଠ ସଂଖ୍ୟା 6ଟି, ଶୀର୍ଷ 8ଟି, ଧାର ସଂଖ୍ୟା 12ଟି। ତାପରେ ଆୟତାକୃତି ପ୍ରିଜମର ହେଉଛି 6ଟି, 8ଟି, 12ଟି। ତାପରେ ତ୍ରିଭୁଜାକୃତି କେତୋଟି ଅଛି ପିଲାମାନେ? 4ଟି, 6ଟି। ତାପରେ ବର୍ଗାକୃତି ପ୍ରିଜମ କେତୋଟି ଅଛି? 5ଟି, 8ଟି। ବୁଝିପାରିଲ? ଲେଖିଦିଅ। ନେକ୍ସଟ ଯିବା ପ୍ରଶ୍ନକୁ। ନେକ୍ସଟ ପ୍ରଶ୍ନ ଦେଖ, ତ୍ରିଭୁଜ କେତୋଟି ଅଛି? ଏଟା ଲେଖ 5ଟି, 6ଟି, ଏଟା ହେଉଛି 9ଟି। ତାପରେ ଦେଇଛି ଦେଖ ପିଲାମାନେ, ନେକ୍ସଟ ପ୍ରଶ୍ନକୁ ଯିବ। ପୃଷ୍ଠ ସଂଖ୍ୟା F, ଧାର ସଂଖ୍ୟା E, ଶୀର୍ଷ ସଂଖ୍ୟା V ସମ୍ପର୍କ ଚିହ୍ନ କର। କ୍ଷେତ୍ରରେ ସୂତ୍ର ବାହାର କରିବା। ସୂତ୍ର ହେଉଛି ଦେଖ F + V - E ର ନିର୍ଣ୍ଣୟ। କେମିତି ନିର୍ଣ୍ଣୟ କରି ଦେଖ, ମୁଁ ଶିଖାଇ ଦେଉଛି। ପ୍ରଥମେ କ'ଣ କରିବ? ଯାହା ପୃଷ୍ଠତଳ ହିସାବ କଲ, ଅର୍ଥାତ୍ ସେଗୁଡ଼ିକ ଯେ ହିସାବ କଲ ପାର୍ଶ୍ୱଗୁଡ଼ିକ, ତୁମେ କ'ଣ କରିବ? ପ୍ରଥମେ ଯେତିକି ଅଛି ଏଠି କ'ଣ କରିବ? ଆକୃତିର ନାମ, ହେଲା, ଆକୃତିର ନାମ। ପୃଷ୍ଠର ଗୋଟିଏ ପୃଷ୍ଠ ତଳ ଅଛି, ଗୋଟେ ପିଲାମାନେ ଏଠି। ତ ଏଗୁଡ଼ିକ କ୍ଷେତ୍ରରେ ଏ ପାନେ ନିର୍ଣ୍ଣୟ କରିବ। ଏଟା ହେଉଛି କେମିତି ନିର୍ଣ୍ଣୟ କରିବ? ନିର୍ଣ୍ଣୟ କରିବ, ଛାଡ଼ି ଦେଇଛି ଏଠି ଗୋଟେ। ଏଟା ହେଉଛି, ଏଟା ଲେଖିବ କ'ଣ କରିବ? ପ୍ରଥମେ 6 + 8 - 12 = 2। ପ୍ରଥମଟା ବାହାରିବ। ତାପରେ ଆଉ ଗୋଟେ କରିବ 4 + 4 - 6 ଯୋଗ କଲେ ସେ ସୂତ୍ର ପକେଇକି F ମାନ ବସେଇକି ସମାନ କରିବ। 4 4 8, 8 2 ଗଲେ 6 ଗଲେ 2। ଆଉ ଗୋଟେ କରିବ 5 + 5 - 8 = 2। ଆଉ ଗୋଟେ କରିବ 5 + 6 - 9 = 2। এটা ହେଉଛି ଏ ସୂତ୍ର ପକେଇ ବାହାର କରିଦେଉଛି। ଏଠି ବାହାର କରି ଲେଖିବ। ଓକେ, ତ ନେକ୍ସଟ ପ୍ରଶ୍ନକୁ ଦେଇଛି, ସମତଳ ପୃଷ୍ଠ ତ୍ରିମାତ୍ରା ସଜ୍ଜା। ସେମାନେ ନାମ ଲେଖ। ଆକୃତି ପ୍ରଥମେ ହେବ ଗୋଟିଏ ପୃଷ୍ଠ, ତା ଲେଖିବ କ'ଣ କ'ଣ ଅଛି ପିଲାମାନେ? ଗୋଲକ ଲେଖିବ। କ'ଣ ଲେଖିବ ପିଲାମାନେ? ଗୋଲକ, ହେଲା। ଦୁଇଟି ପାର୍ଶ୍ୱ ତଳ ଅଛି, କ'ଣ ଲେଖିବ ପିଲାମାନେ? କ'ଣ ଲେଖିବ? ଦେଖ ଗୋଲକ ଲେଖିବ, ହେଲା। କ'ଣ ଲେଖିବ ପିଲାମାନେ? ଗୋଲକ। ତାପରେ ବା ହେଉଛି ଗୋଲକ ବା କନ୍ ବି ଲେଖିଲେ ହେବ। କି ହେବ? କନ୍। ଦୁଇଟି ପୃଷ୍ଠ ତଳ ଅଛି, ସିଲିଣ୍ଡର। କ'ଣ ଏଟା? ସିଲିଣ୍ଡର। ଏଟା ହେବ ଗୋଟେ ପୃଷ୍ଠ ତଳ ଅଛି ଗୋଲକ ବା କନ୍ ଲେଖିବ। ଦୁଇଟି ପୃଷ୍ଠ ତଳ ଅଛି ସିଲିଣ୍ଡର ଲେଖିବ। ତିନୋଟି ସମତଳ ପୃଷ୍ଠ ଅଛି କେବଳ ତ୍ରିଭୁଜର। କେ ଲେଖିବ? ତ୍ରିଭୁଜ। ଚାରୋଟି ପୃଷ୍ଠ ତଳ କେତୋଟି ଅଛି ପିଲାମାନେ? ଦେଖ, ଚାରୋଟି ପୃଷ୍ଠ ତଳ କେତେ ଅଛି? ଲେଖିବ ତ୍ରିଭୁଜାକୃତି ପିରାମିଡ। ଏଠି ଲେଖିବ ତ୍ରିଭୁଜାକୃତି ପିରାମିଡ, ହେଲା। ଏଠି 5ଟି ପୃଷ୍ଠ। ଏଟା ଲେଖିବ ଏଠି ଲେଖିଦେଇଛି ମୁଁ ବର୍ଗାକୃତି ପିରାମିଡ। ତାପରେ ଲେଖିଛି 6ଟି ପୃଷ୍ଠ ତଳ ଅଛି, କ'ଣ ଲେଖିବ? ବର୍ଗାକୃତି ପ୍ରିଜମ। ଏଟା ହେବ ବର୍ଗାକୃତି ପ୍ରିଜିମ। ବୁଝିପାରିଲ? ତ ନେକ୍ସଟ ପ୍ରଶ୍ନକୁ ଯିବା। ଏବେ ସିଧାଗାର ଥିବା ସନ୍ତୁଳ ଅନୁସାରେ ତ୍ରିମାତ୍ରିକ ଆକୃତି ସଜ୍ଜା। ସେମାନଙ୍କ ନାମ ଲେଖ। କ'ଣ ନାମ ଲେଖିବ ପିଲାମାନେ? ଆକୃତି ନାମ ଲେଖିବ। ଏଠି ହେବ 6ଟି ଧାର ଅଛି, ଲେଖିଦେବ ଉତ୍ତର। ଏଠି ହେବ ପ୍ରଥମଟା ଉତ୍ତର ତ୍ରିଭୁଜାକୃତି। କ'ଣ ଲେଖିବ? ପିରାମିଡ। ତାପରେ 8ଟି ଧାର ଅଛି ବର୍ଗାକୃତି ପିରାମିଡ। ଲେଖିବ ବର୍ଗାକୃତି
କୃତି ବର୍ଗାକୃତି ପିରାମିଡ଼ ସବୁ ଲେଖିବ ପିରାମିଡ଼। 9ଟି ଧାର ଅଛି ହବ ତ୍ରିଭୁଜାକୃତି ପ୍ରିଜମ ମନେ ହେଲା ତ୍ରିଭୁଜାକୃତି ପ୍ରିଜମ। 4ଟି ଧାର ଅଛି କ'ଣ ଲେଖିବ ସମଘନ ବା ଆୟତ ଘନ ସମଘନ ଲେଖିଦେବ ବା ଆୟତ ଘନ ବୁଝିପାରିଲ। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ ଅଛି ଆସ ଲକ୍ଷ୍ୟ କରିବା। ଦେଖ ଗୋଟିଏ ଲୁଡୁ ଗୁଟି ନିଅ ସେଥିରେ ଗୋଟିଏ ଧାର 1 ପୃଷ୍ଠକୁ ଦେଇଛି ସଂଖ୍ୟା ଗୁଡ଼ିକ ଦେଖ ଏବଂ ବିପରୀତରେ କେଉଁ ସଂଖ୍ୟା ଅଛି ଆସ ଲକ୍ଷ୍ୟ କରିବା। ତ କେତୋଟି ହବ 2ର ପୃଷ୍ଠ କେତେ ହେବ ପିଲାମାନେ 2ର ପୃଷ୍ଠ ସେପଟେ ଅଛି କେତେ ହେବ ଏଟା ହେବ 5 2ର ପୃଷ୍ଠ କେତେ ପିଲାମାନେ 5 ଲେଖା ଅଛି ଦେଖ ସଂଖ୍ୟା 2 ଥ ପୃଷ୍ଠ 5 3 ଥିବା ପୃଷ୍ଠ କେତେ ହେବ ପିଲାମାନେ 3 ଥ ପୃଷ୍ଠ କେତେ ହେବ ପିଲାମାନେ ହେଲା 3 ଥିବା ପୃଷ୍ଠ କେତେ ହେବ ପିଲାମାନେ 4 କେତେ ହେବ ପିଲାମାନେ 4 ଥିବା ପୃଷ୍ଠ ପିଲାମାନେ କେତେ ହେବ 3 ବୁଝିପାରିଲ। ଲେଖିବ 2 ଥ ପୃଷ୍ଠ ଏମିତି ଯେ ଚିତ୍ରଟେ ଥିବ ଚିତ୍ରରେ ଏଇପଟେ ସଂଖ୍ୟା ଅଛି ହେଲା 1ର 2ର ପଟେ କ'ଣ ଅଛି ପିଲାମାନେ 5 ଅଛି ଏଇଟା ହେଉଛି 2 ପଟରେ 5 ଅଛି 3 ପଟରେ ଅଛି 4 ଅଛି ହେଲା ଆଉ 4 ପଟରେ କ'ଣ ଅଛି 3 ଅଛି ଓକେ। ତ ନେକ୍ସଟ ଦେଖିବା ତାପରେ ଲେଖା ହେଇଛି ଦେଖ 2 ନମ୍ବର ଏଟା ବୁଝିପାରିଲ ଏଟା ହେବ 5 ଆଉ ତ କହିଦେଉଛି 4 ଏଟା ହେଉଛି 3। ତ 2 ନମ୍ବରକୁ ଯିବା 1 ଲେଖା ହେଇଥିବ ସାଧାରଣ ପୃଷ୍ଠର ସଂଖ୍ୟା କେତେ 1 ଲେଖା ସାଧାରଣ ପୃଷ୍ଠର ସଂଖ୍ୟା କେତେ ଲେଖିବ ପିଲାମାନେ ହେଉଛି 2 1 ଲେଖା ହେଇଥିବ ସହିତ ପୃଷ୍ଠ ଗୁଡ଼ିକ ନାଁ 2 3 4 ଆଉ 5 1 ଲେଖା ହେଇଥିବା ଧାର ଗୁଡ଼ିକ ପୃଷ୍ଠ ଲେଖା ହେଲା କେତୋଟି ପୃଷ୍ଠ କେତେ ପୃଷ୍ଠ ଗୁଡ଼ିକ ଲେଖ ପୃଷ୍ଠ ଗୁଡ଼ିକ କେତେ ଲେଖିବ ପିଲାମାନେ ଏଟା ହେଉଛି 6ଟି କେତେଟା ହେବ ପିଲାମାନେ ନଥିବା ପୃଷ୍ଠ ଗୁଡ଼ିକ ଲେଖ 6 କେତେ ଲେଖିବ 6 ଏଟା ହେବ 6 2 3 4 5। ତାପରେ ଦେଖିବା ପ୍ରଶ୍ନ କ'ଣ ଅଛି ପିଲାମାନେ ଦେଖ ନୀଳ ଗୁଡ଼ିକ ପଟକୁ ଦେଖ ରଙ୍ଗ ଦେଖିବ ନାଲିର ପାର୍ଶ୍ୱରେ କ'ଣ ଅଛି ନାଲିର ପୃଷ୍ଠରେ କ'ଣ ଅଛି ପିଲାମାନେ ନୀଳ ଅଛି ଲେଖିବ ନୀଳ। ଆଉ ଗୋଟେ ଲେଖିଛି ଦେଖ ହଳଦିଆ ପାର୍ଶ୍ୱରେ କ'ଣ ଅଛି ହଳଦିଆ ପାର୍ଶ୍ୱରେ ପିଲାମାନେ କ'ଣ ଅଛି ସବୁଜ ହଳଦିଆ ପାର୍ଶ୍ୱରେ କ'ଣ ଅଛି ପିଲାମାନେ ସବୁଜ ଲେଖିବ ସବୁଜ ଦନ୍ତେଶ ସବୁ ବର୍ଗଜ ବୁଝିପାରିଲ। ନେକ୍ସଟ ଦେଖ ପ୍ରଶ୍ନ କ'ଣ ଦେଇଛି ପିଲାମାନେ ସମସ୍ତ ଆକୃତିର ଆୟତାକୃତିକୁ ପୃଷ୍ଠରେ ନାଲି ରଙ୍ଗ ଦିଏ ଯେଉଁଗୁଡ଼ିକ ଆୟତକୃତି ଅଛି ତ ଟିକେ ପିଲାମାନେ ଜୁମ୍ ଛୋଟ କରିଦେବି ଟିକେ ବୁଝିବାକୁ ସୁବିଧା ହେବ। ତ ଯେଉଁଗୁଡ଼ିକ ଆୟତକୃତି ଅଛି ହେଲା ତାକୁ କରିବ ନାଲି ରଙ୍ଗ ଦେବ କି ରଙ୍ଗ ପିଲାମାନେ ନାଲି ରଙ୍ଗ ଦେବ। ତ ଆୟତକୃତି କ'ଣ ଅଛି ଏଟା ଆୟତକୃତି ଅଛି ନାଲି ରଙ୍ଗ ଦେବ ଏଟା ଆୟତକୃତି ଅଛି ନାଲି ରଙ୍ଗ ଦେଇଦେବ। ତାପରେ ଏ ଯେ ତ୍ରିଭୁଜ ଆକୃତି ବିଶିଷ୍ଟ ଗୁଡ଼ିକ ହସିଲା ମୁହଁ ତ୍ରିଭୁଜ ମୁଖ ଏଟା ଅଛି ହସିଲା ମୁହଁ ଦୁଇଟା ଆଖି କରି ହସିଲା ମୁହଁ କରିଦେବ ଏଇଟା ଗୋଟେ ଅଛି ହସିଲା ମୁହଁ କରିଦେବ ସରିଲା। ବକ୍ର ପୃଷ୍ଠ ଆକୃତି ବିଶିଷ୍ଟ ତାରା ଚିତ୍ର ଆଙ୍କିବ ବକ୍ର ଚିତ୍ର କେଡ଼ି ଅଛି ତ ବଙ୍କା ବକ୍ର ଚିତ୍ର ଥିବ କେଡ଼ି ଅଛି ହେଲା ବକ୍ର ଚିତ୍ର କେଡ଼ି ଅଛି ଏଟା ହେଉଛି ବକ୍ର ଚିତ୍ର ହେଲା ଆଉ ହଁ ଆଉ ଗୋଟେ ବକ୍ର ଚିତ୍ର ଆକୃତି ତୀର ଆଙ୍କିଦେବ କଣ ନଥିବାକୁ ନୀଳ ରଙ୍ଗ ଯାরা କଣ ନାହିଁ ସେଟା କଣ କରିବ ପିଲାମାନେ ନୀଳ ରଙ୍ଗ ଦେବ କଣ ରଙ୍ଗ ଦେବ ପିଲାମାନେ ନୀଳ ରଙ୍ଗ ଦେବ। ଦେଖାଯାଉଛି ଦେଖ କଣ ନଥିବା ଆକୃତି ବିଶିଷ୍ଟ ଏଟା କଣ ନାହିଁ ଏଟାକୁ ନୀଳ ରଙ୍ଗ ଦେଇଦେବ ହେଲା। ତାପରେ ଏଇଠି ଦେଖ ତାପରେ ଅଛି ବକ୍ର ପୃଷ୍ଠ ବିଶିଷ୍ଟ ଆକୃତି ଉପରେ ଅଛି ଏଟା ବକ୍ର ପୃଷ୍ଠ ଏଟା କଣ କରିବ ବକ୍ର ପୃଷ୍ଠ ଉପରେ ଥିବ ତାରା ଆଙ୍କିବ ଏଟା କଣ ଆଙ୍କିଦେବ ତାରା ଆଙ୍କିଦେବ ଓକେ। ତାପରେ ଲେଖାଛି ସମାନ ବିପରୀତ ପୃଷ୍ଠ ଆକୃତି ଗୋଲ ବୁଲା ସମାନ ବିପରୀତ ପୃଷ୍ଠ ଅଛି ତାକୁ କଣ କରିଦେବ ଗୋଲ ସମାନ ବିପରୀତ ପୃଷ୍ଠ ଥିବ ଏଇଟା ସମାନ ବିପରୀତ ପୃଷ୍ଠ ଅଛି କଣ କରିବ ଗୋଲ ବୁଲେଇବ ହେଲା। ତ ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ ତ୍ରିକ ସଜେଇବା ତ ଏକାପରି ପୃଷ୍ଠ ଲେଖାଉଛି କଣ ଲେଖିବ ତ୍ରିପୃଷ୍ଠ ପୃଷ୍ଠରେ କଣ ଏକାପରି ଲେଖାଯାଇଛି ଦେଖ ପିଲାମାନେ କଣ କରିବା ଏଠି ଲେଖିବ ତ୍ରିଭୁଜ ବର୍ଗ ଚିତ୍ର ଏଟା ଲେଖିବ ସମଘନ କଣ ଲେଖିବ ସମଘନ ଏଠି କି ଲେଖିବ ପିଲାମାନେ ସିଲିଣ୍ଡର ହେଲା ସିଲିଣ୍ଡର
এটা প্রিজিম প্রিজিম এটা হচ্ছে কোন, এটা হচ্ছে কোন, বুঝিপারল। তারপরে লেখিনিও। তারপরে নেক্সট দেখ 2 নম্বর করছ বক্রধাର ବିଶିଷ୍ଟ କ'ଣ ଅଛି, ବକ୍ରଧାର କ'ଣ କରୁଛି, କ'ଣ ବୃତ୍ତ ଅଛି ଆଉ କୋଣ ଅଛି, କ'ଣ ଅଛି କୋଣ ଅଛି। ତାପରେ ଲେଖିଛି ଆଉ କ'ଣ ସଳଖ ଚତୁର୍ଭୁଜ କେଉଁ ଅଛି, ବର୍ଗଚିତ୍ର ଅଛି, ଆୟତ ଚିତ୍ର ଅଛି ଆଉ ତ୍ରିଭୁଜ ଅଛି। କ'ଣ ଅଛି, ତ୍ରିଭୁଜ ଅଛି, ବୁଝିପାରିଲ। ତ ନେକ୍ସଟ ଯିବା ପ୍ରଶ୍ନକୁ। ନେକ୍ସଟ କ'ଣ ଅଛି, ଆୟତ ଚତୁର୍ଭୁଜ କ'ଣ ଅଛି, ଆୟତ ଘନ ଅଛି, ଲେଖିବ ଆୟତ ଘନ। ତାପରେ ଲେଖିଛି ଆୟତାକୃତି ପ୍ରିଜମ, ଏଠି ଲେଖିଦେବ। ଆଉ ତଳେ ଗୋଟେ ଲେଖିଦେବ ଆୟତାକୃତି ପ୍ରିଜମ, ସରିଲା। ତାପରେ ଏଟା ହେଉଛି ଆଉ କ'ଣ ଲେଖିବ, ଏଟା ଲେଖିଦେବ ତ୍ରିଭୁଜାକୃତି କ'ଣ ଲେଖିବ, ପିରାମିଡ ଆଉ ଲେଖିବ ତ୍ରିଭୁଜାକୃତି ପ୍ରିଜମ, ହେଲା। ତ୍ରିଭୁଜାକୃତି ପ୍ରିଜମ, ସରିଲା। ଆଉ ଗୋଟେ ପିଲାମାନେ ରହିଯାଇଛି ଏ ମଝିଟାରେ ଲେଖିବ କ'ଣ, ମଝିରେ କ'ଣ କରିବ, ଖାଲି ଲେଖିବ ପିରାମିଡ, ଲେଖିବ ପିରାମିଡ ମଝିଟା, ପିରାମିଡ ଏଇଟାରେ ପିରାମିଡ ଆଉ ଲେଖିବ ପ୍ରିଜିମ, ହେଲା। ଆଉ ପ୍ରିଜିମ, ସରିଲା। ନେକ୍ସଟ ପ୍ରଶ୍ନକୁ ଯିବା। ନେକ୍ସଟ ପ୍ରଶ୍ନ ଦେଖ ପିଲାମାନେ କ'ଣ ଦେଇଛି, ତୁମେ କେଉଁ ବୃତ୍ତର ପ୍ରିଜମ ବିଶିଷ୍ଟ ପାଇଲ, ଅନ୍ୟ ଗୋଟେ ପାଇଲ, ସଜାଡ଼ି ପାରିବ କି, ତୁମେ ସଜାଡ଼ି ସାଡ଼େ ଲେଖିବ। ତାପରେ ସମଘନାକୃତି ଟାୱାର ଗୁଡ଼ିକ ମଡେଲ ତିଆରି କର ଏବଂ ହିସାବ କରିବ। କେମିତି ହିସାବ କରି ଦେଖ ପିଲାମାନେ କହିଦେଉଛି ଦେଖ। ପ୍ରତ୍ୟେକ ବ୍ଲକ ପାଇଁ କ'ଣ କରିବ, ସମଘନର ଟାୱାର ଅନୁସାରେ ଏଇ ପ୍ରଥମ ଚିତ୍ରଟା କେତୋଟି ହେବ, ହେଲା। ଲେଖିଦେବ 4ଟା ଅଛି, 4 ପଟେ 16ଟି, 16 ଯୁକ୍ତ 9 ଯୁକ୍ତ 4 ଯୁକ୍ତ 1 ସମାନ ହେବ କେତୋଟି ହେବ ପିଲାମାନେ, 30ଟି। କେତେ ହେବ, 30ଟି। ତାପରେ ଲେଖାଯାଇଛି ଦେଖ ଏହାର ତାପରଟା କ'ଣ ହେବ ଦେଖ, ହିସାବ କରିବ କେତେ ହେବ, ହିସାବ କରିବା ଅନୁସାରେ କେତେଟି ହେବ, ଏଟା ହେବ। ତାପରେ ପ୍ରତ୍ୟେକ ବ୍ଲକ ଟାୱାରରେ କେତୋଟି ସମଘନ ଅଛି, ଏହାର ସମଘନ କେତୋଟି ଅଛି, ସମଘନ କେତୋଟି ହିସାବ କରିବ, 5 ଯୁକ୍ତ 4 ଯୁକ୍ତ 3 ଯୁକ୍ତ 2 ଯୁକ୍ତ 1 ସମାନ ହେଲା 15। ଏହାର ଟୋଟାଲ ଗୋଟେ ବେଶୀ ଅଛି, ଅର୍ଥାତ୍ ଏଟା ହେଉଛି 15ଟି ଅଛି, କେତେଟି ଅଛି 15। ତାହେଲେ ଲେଖିଦେବ 15 ଗୁଣ 4 ଚାରିପଟେ ଅଛି, 15 ଚଉ 60, 60 ଗୋଟେ ବେଶୀ ଅଛି, 60 1 6 61। ବୁଝିଗଲ କେତେ ହେବ, ଏଟା ଟୋଟାଲ ହେଲା 15ଟି, ମିଶାଇ ଦେଲା 15ଟି, ଏଟା 15 ଚଉ 60। ଆଉ ଥରେ ବୁଝଉଛି ପିଲାମାନେ ଟିକେ ରୁହ। ଏଟା ହେଉଛି 15 4ଟି ଅଛି, ଏଠି ଲେଖିଦେବ 15 × 4 60 ଗୋଟେ ଏଠି ବେଶୀ ଅଛି, ତାହେଲେ କେତେ ହେବ 60 + 1 61/61। ଓକେ, ବୁଝିପାରିଲ। ନେକ୍ସଟ ଦେଖ ପିଲାମାନେ କ'ଣ ଦେଇଛି ଦେଖ, ତ୍ରିଭୁଜ ଆକୃତି ବିନ୍ଦୁ ଗୁଡ଼ିକ ସମଘନ ଆঁକିବ। ସମଘନ କେମିତି ଆঁକିବ ଦେଖ। ତ କ'ଣ କରିବ ପିଲାମାନେ, ପ୍ରଥମେ ଦେଖ ୟାକୁ ବିନ୍ଦୁ ଗୁଡ଼ିକ ଯୋଡ଼ିବ, ବିନ୍ଦୁ ଗୁଡ଼ିକ କ'ଣ କରିବ, ଯୋଡ଼ିବ, ସରିଲା। ଏଟା ବି ସେମିତି ଯୋଡ଼ିବ, ବିନ୍ଦୁ ଗୁଡ଼ିକ ତୁମେ ଭଲସେ ବିନ୍ଦୁ ଗୁଡ଼ିକ ନିଜେ ଯୋଡ଼ିବ। ଓକେ, କମ୍ପ୍ଲିଟ୍, ବହୁତ ଇଜି, ସରିଲା। ବର୍ତ୍ତମାନ ଆମେ କ'ଣ କରିବା ଦେଖ, ଲେଖା ହେଇଛି 5ଟି ପୃଷ୍ଠ ଅଛି, ହେଲା। କ'ଣ ଅଛି, 5ଟି ପୃଷ୍ଠ ଅଛି, ତ ଅନ୍ୟ 8 ଧାର ଅଛି, ଏହାର କ'ଣ ଆକୃତି କ'ଣ କୁହାଯିବ, ଲେଖିବ। ଏଟା ଲେଖିଦେବ, ଉତ୍ତର ପିଲାମାନେ ଲେଖିବ, ଟିକେ ପିଲାମାନେ ଏଠି କ'ଣ ଲେଖିବ ପିଲାମାନେ ହେଉଛି, ଏଠି ଲେଖିବ ତୁମେ ଚତୁର୍ଭୁଜାକୃତି ପିରାମିଡ। ତାପରେ ଲେଖାଯାଇଛି 6 ନମ୍ବର, ମୋର ଗୋଟେ ସମତଳ ପୃଷ୍ଠ ଅଛି, କ'ଣ ଲେଖିବ, ଏଠି ଲେଖିବ କୋଣ। ଏଟା କ'ଣ ହେବ, କୋଣ, ସରିଲା। ତାପରଟା ହେବ, ଏଟା ନାହିଁ ପୃଷ୍ଠ ନାହିଁ, ହେଉଛି ଗୋଲକ ଲେଖିବ ବା ବୃତ୍ତ ଲେଖିବ। କ'ଣ ଲେଖିବ, ବୃତ୍ତ, ଯେଟା ଲେଖିବ ଗୋଲକ ବା ବୃତ୍ତ। ଏଟା ଲେଖିବ ସିଲିଣ୍ଡର। କ'ଣ ଲେଖିବ ପିଲାମାନେ, ସିଲିଣ୍ଡର। କ'ଣ ଲେଖିବ, ସିଲିଣ୍ଡର, ସରିଲା। ତ 9 ନମ୍ବରକୁ ଯିବା, କେଉଁ ଯିବା ପିଲାମାନେ, 9 ନମ୍ବରକୁ ଯିବା। କେତେ ନମ୍ବର ଯିବା ପିଲାମାନେ, 9 ନମ୍ବରକୁ ଯିବା। ମୋର 5ଟି ପୃଷ୍ଠ ଅଛି, 6ଟି ପୃଷ୍ଠ, 9ଟି ପୃଷ୍ଠ, 2ଟି ପୃଷ୍ଠ ଅଛି, ଏଟା କ'ଣ ହେବ ପିଲାମାନେ, ଏଟା ଉତ୍ତର ହେବ ତ୍ରିଭୁଜାକୃତି। କ'ଣ ଲେଖିବ,
ପ୍ରିଜିମ୍ ପ୍ରିଜିମ୍ ତ୍ରିଭୁଜାକୃତି ପ୍ରିଜିମ୍। ଏଟା କ'ଣ ଲେଖିବ? ଏଟା ହେଉଛି ଆୟତ ଘନ। ଆୟତ ଘନ। ବୁଝିପାରିଲ? ନେକ୍ସଟ ପ୍ରଶ୍ନକୁ ଯିବା। ପ୍ରତ୍ୟେକ ଅନ୍ୟ କାହିଁକି ଭିନ୍ନ? ଦେଖ ପ୍ରତ୍ୟେକ କାହିଁକି ଭିନ୍ନ ହେଉଛି, ଏହାର ଅର୍ଥ ହେଉଛି ଏଟା ଦେଖ ଲେଖିବ ଗୋଲକ, ଏଟା କାହିଁକି ଭିନ୍ନ ଗୋଲକ ହେଲା। ଏଟା ହେଉଛି କୋନ୍, ନାମ ଲେଖିଦେବ କୋନ୍। ଏଟା ହେଉଛି ତ୍ରିଭୁଜାକୃତି ପ୍ରିଜମ୍, ଏଟା ହେଉଛି ବର୍ଗଚିତ୍ର, ଏଟା ହେଉଛି ଆୟତ ଚିତ୍ର। କାହିଁକି ଭିନ୍ନ ଲେଖିବ? କାରଣ ଏହାର ଶୀର୍ଷ ପୃଷ୍ଠ ଗୋଟିଏ ଅଛି, ଲେଖା ଅଛି ପୃଷ୍ଠ ଗୋଟିଏ ଅଛି। ଏହାର ପୃଷ୍ଠ କେତୋଟି ଲେଖିବ? ଏହାର ଶୀର୍ଷ ସଂଖ୍ୟା କେତୋଟି ଅଛି? ଏହାର ଶୀର୍ଷ 1ଟି ଅଛି। ଏହାର ସଂଖ୍ୟା କେତୋଟି ଅଛି? 8ଟି ଅଛି। ଏମିତି ଲେଖିବ ହେଲା। ତ ନେକ୍ସଟ ଯିବା। ନେକ୍ସଟ କ'ଣ ଅଛି ପିଲାମାନେ ଦେଖ, ତଳେ ତ ଉପରେ ତ ଘନ ସହ ମେଳ କରିବ। କ'ଣ କରିବ? ଗାର ଟାଣିକି ମେଳ କରିବ। କେମିତି ମେଳ କରିବ ଦେଖ। 1 ନମ୍ବର ତ୍ରିଭୁଜ ଅଛି। 1 ନମ୍ବରଟା ପିଲାମାନେ କ'ଣ ହବ? ଏଇ ଚିତ୍ରଟା କୋଉଠି ଅଛି? ଏଇଠି ଅଛି ଖକୁ। ଓକେ। ତ 2 ନମ୍ବର ଚିତ୍ର କୋଉଠି ଯିବ ପିଲାମାନେ? ଘକୁ। କେଉଁଠି ଯିବ? ଘକୁ। 2 ନମ୍ବର ଘକୁ। 3 ନମ୍ବର ଯିବ ହେଲା। 3 ନମ୍ବର ଯିବ କକୁ। 3 ନମ୍ବର କେଉଁଠି ଯିବ ପିଲାମାନେ? କକୁ ହେଲା। 4 ନମ୍ବର ଯିବ କେଉଁଠିକୁ ପିଲାମାନେ? ଗୋକୁ। 4 ନମ୍ବର ଗୋକୁ। ବୁଝିପାରିଲ? 1 ନମ୍ବର ଖ, 2 ନମ୍ବର ଘ, 3 ନମ୍ବର କ, 4 ନମ୍ବର ଗୋକୁ। ନେକ୍ସଟ ଦେଖ ଅଛି ଜାଲକ ଗୁଡ଼ିକର କେଉଁ ଜାଲକକୁ ଭାଙ୍ଗି ଏସବୁ ତିଆରି ହେଇଛି, ତୁମେ କିପରି ତିଆରି କରିବ ଦେଖ। ତ ଜାଲକ ଗୁଡ଼ିକ କିପରି ତିଆରି କରୁଛି? ତୁମେ ଗାର ଟାଣି ଯୋଡ଼ିବ, ବିନ୍ଦୁ ଯୋଡ଼ିଦେବ। ତ ଟିକେ ପିଲାମାନେ ଏଥର ଦେଖ କ'ଣ ଅଛି ଦେଖ ପିଲାମାନେ। ତ ଜାଲକ ଗୁଡ଼ିକ କେଉଁଠି ଗାର ଟାଣି ଯୋଡ଼ିବ? କେଉଁ ଜାଲକ କେଉଁଠି ଅଛି? ପ୍ରଥମଟା ସବୁବେଳେ ମନେ ରଖିବ। ଏଇ ଚିତ୍ରଟା କ ନମ୍ବରଟା ଏଟାକୁ ଯିବ, ଏଠିକୁ ଯିବ, ପ୍ରଥମଟାକୁ ଯିବ, ସରିଲା। ତାପରେ ଯିବ ଖ ନମ୍ବର ମଝିକୁ, ଏଟା ବି ମଝିକୁ ଯିବ, ଶେଷଟା ଯିବ ହେଉଛି ଏଠିକୁ ଯିବ। ଓକେ, ଦେଖିଦିଅ ଭଲସେ। ଭିଡ଼ିଓ ଡାଉଟ୍ ଥିଲେ ମୋତେ କମେଣ୍ଟ କରିବ। ଓକେ। ତ ନେକ୍ସଟ ଯିବା। ନିତେଶ ଗୋଟିଏ ଘନବସ୍ତୁର ଭାଙ୍ଗ କାଟି ତିଆରି କଲା। ଏଠାରେ ଅଛି ନିମ୍ନଲିଖିତ କେଉଁ ଉପରିତ ଖଣ୍ଡ ଗୁଡ଼ିକ ଅଲଗା? ଟିକେ ପ୍ରଶ୍ନକୁ ଯିବା। ସମସ୍ତ ଖଣ୍ଡ ଗୁଡ଼ିକ କେଉଁଠି ଅଲଗା ଅଛି? ତ କେଉଁଠି ଅଲଗା ଅଛି? ଏଇଟା ହେବ ତାର ଉତ୍ତର। ଏଇଟା ହେବ ଆନ୍ସର ହେବ ଘ। କେଟା ହେବ? ଆନ୍ସର ନମ୍ବର ଘ। ତାପରେ ଯେ ପିଲାମାନେ କ'ଣ ହଁ ଆଉ ଗୋଟେ ରହିଗଲା କି ନା ସରିଲା। ସରିଛି। ତାପରେ ଯେତେବେଳେ ରେଖା ଗୁଡ଼ିକ ମିଳିତ ହୁଅନ୍ତି କଣ ଗୁଡ଼ିକ ଲେଖିବ? ଟିକେ ପିଲାମାନେ ଠିକ୍ ଟିକେ ଜୁମ୍ କରିଦେଉଛି, ବୁଝିବା ପାଇଁ ତୁମ ସୁବିଧା ହେବ। ତ କଣ ଗୁଡ଼ିକ ନାମ ଲେଖିଦେଇଛି, ଆସନରେ ଯୋଗ କରିଛ। କଣ ଗୁଡ଼ିକ ଦେଖି ଲେଖ। ଏଟା ହେଉଛି ସମକୋଣ, ଏଟା ହେଉଛି ସୂକ୍ଷ୍ମ କୋଣ, ଦନ୍ତେଶ ଦୀର୍ଘ କ୍ଷର ମ, ବନା ଠିକ୍ କରି ଲେଖିବ ସବୁବେଳେ। ସୂକ୍ଷ୍ମ କୋଣ, ଏଟା ହେଉଛି ସମକୋଣ, ଏଟା ବି ସମକୋଣ। ଓକେ, ଏଟା ହେବ ସୂକ୍ଷ୍ମ କୋଣ, ଏଟା ହେବ ପିଲାମାନେ ସୂକ୍ଷ୍ମ କୋଣ, ସୂକ୍ଷ୍ମ କୋଣ। ବୁଝିପାରିଲ? ନେକ୍ସଟ ଦେଖ ଅଛି 7ଟି ନିମ୍ନଲିଖିତ 7ଟି କୋଣ ଅଛି। ସେହିପରି ଏଠାରେ କେତେଟା ଅଛି? ଗଣିବ। କେତୋଟି କୋଣ ଅଛି? 10ଟି କୋଣ। କେତୋଟି କୋଣ ପିଲାମାନେ ନିଜେ ଗଣିବ, ଦେଖିବ। 1 2 3 4 5 6 7 8 9 10ଟି କୋଣ। 10ଟି ହେଲା। 10ଟି କୋଣ। ଆସ ନିମ୍ନଲିଖିତ କୋଣ ଗୁଡ଼ିକ ଚିହ୍ନିବା। ଆସ ନିମ୍ନଲିଖିତ କୋଣ ଗୁଡ଼ିକ ଚିହ୍ନିବା। ତ ଏଟା ହେଉଛି କ'ଣ ଗୁଡ଼ିକରେ ଥିବା କୋଣ ଗୁଡ଼ିକ ଚିହ୍ନିବା। ଏଠି ଗୋଟେ କୋଣ ଅଛି, ଏଟା କ'ଣ କ'ଣ ଲେଖିବ? ସୂକ୍ଷ୍ମ କୋଣ। କି କୋଣ ପିଲାମାନେ? କ୍ଷର ମ ଲେଖିବ, ସୂକ୍ଷ୍ମ କୋଣ। ଏଟା କି କୋଣ? ଏଟା ହେବ ସୂକ୍ଷ୍ମ, ଏଟା ବି ସୂକ୍ଷ୍ମ, ଏଟା ହେବ ସୂକ୍ଷ୍ମ କୋଣ, ଏଟା ବି ହେବ ସୂକ୍ଷ୍ମ କୋଣ, ଏଟା ହେବ ସ୍ଥୂଳ କୋଣ। କି କୋଣ? ସ୍ଥୂଳ କୋଣ। ଏଟା ହେବ ପିଲାମାନେ ସୂକ୍ଷ୍ମ କୋଣ। କି କୋଣ? ସୂକ୍ଷ୍ମ କୋଣ। ଟିକେ ପିଲାମାନେ ନେକ୍ସଟ ଦେଖ। ତାପରେ ଲେଖା ହେଇଛି ଦେଖ କ'ଣ ଲେଖିବ ପିଲାମାନେ? ଦେଖ ଏଟା ସରିଲା ସୂକ୍ଷ୍ମ କୋଣ। ତ ଏଟା ଲେଖିବ ପିଲାମାନେ। ଏଟା ଦେଖ କେତେ କୋଣ ଅଛି? ଏଠି ଗୋଟେ କୋଣ, ଏଠି ଗୋଟେ କୋଣ ଅଛି, ଏଠି ଗୋଟେ କୋଣ ଅଛି। ଏଟା ହେବ ସୂକ୍ଷ୍ମ କୋଣ, ସୂକ୍ଷ୍ମ କୋଣ। ଏଠି ହେବ ସୂକ୍ଷ୍ମ କୋଣ, ଏଠି ଏଟା ହେବ ସମକୋଣ, ଏଟା ହେବ ସମକୋଣ। ଆଉ ଗୋଟେ କଥା ପିଲାମାନେ, ଏଠି ଗୋଟେ ରହିଯାଇଛି, କହିବି ବୋଲି ଭୁଲି ଯାଇଛି ମୁଁ। ଏଟା ସ୍ଥୂଳ କୋଣ ହେଇଯିବ, ସ୍ଥୂଳ କୋଣ। ଏଠି ବି ଅଛି ଗୋଟେ ସ୍ଥୂଳ କୋଣ, ସ୍ଥୂଳ କୋଣ। ଓକେ, ଛାଡ଼ି ଦେଇଥିଲି, ସରି ପିଲାମାନେ। ତ ଏଠି ଗୋଟେ ଦେଖ ଉ ନମ୍ବର କ'ଣ ଦେଇଛି ପିଲାମାନେ? ଉ ନମ୍ବର ଏଠି ବି ସେମିତି କ'ଣ ଲେଖିବ? ଏଠି କି କୋଣ ଅଛି ତୁମେ ନିଜେ କାଢ଼ିବ। ଏଟା ସୂକ୍ଷ୍ମ କୋଣ,
ଏଟା ସ୍ଥୂଳ କଣ, ଏଟା ହେବ ସ୍ଥୂଳ କଣ, ଏଟା ହେବ ସୂକ୍ଷ୍ମ କଣ, ଦୀର୍ଘ କ୍ଷ ସୂକ୍ଷ୍ମ କଣ ଅଟେ। ସେମିତି ତୁମେ ଲେଖିବ କେଉଁଠି କ'ଣ କ'ଣ ଅଛି ତୁମେ ନିଜେ ଲେଖିବ। ଓକେ, ସରିଲା। ନେକ୍ସଟ, ଶ୍ରେଣୀ ଗୃହରେ ତୁମେ କେଉଁଠାରେ କ'ଣ ଦେଖୁଛ? ତିନିଟି ଉଦାହରଣ ଦିଅ। କି ଦେଖୁଛ ଲେଖିବ ଟେବୁଲ, କମା ଝରକା, କମା କବାଟ, କମା ଜ୍ୟାମିତି ବାକ୍ସ, ବହି। ହେଲା, ତୁମେ ବହି ଏମିତି କେତେ ଉଦାହରଣ ଦେବ, କ'ଣ କେଉଁଠାରେ କ'ଣ ଦେଖୁଛ ଲେଖିଦେବ। ସରିଲା। ନେକ୍ସଟ କ'ଣ କରିବା ଦେଖ, ଏଗୁଡ଼ା ଦେଇଛି ତଳେ ହେଇଥିବା ବିନ୍ଦୁଗୁଡ଼ିକ ଯେଉଁଗୁଡ଼ିକ ସମକୋଣ ହେଉଛି ଚିହ୍ନଟ କର। କି ସମକୋଣ ଅଛି? ଏଇଟା ଗୋଟେ ସମକୋଣ, ଗୋଲ ବୁଲେଇ ଦେବ। ଏଇଟା ସମକୋଣ, ଏଇଟା ଗୋଟେ ସମକୋଣ, ଆଉ ସରିଲା। ଗୋଟେ ସମକୋଣ ଅଛି, ଗୋଲ ବୁଲେଇ ଦେବ। ଓକେ, ତାପରେ ଲେଖା ଅଛି ଦେଖ ବହି, ଝରକା, ଅନ୍ୟ କୌଣସି ବସ୍ତୁ ସମକୋଣ ନାହିଁ, ଯାଞ୍ଚ କର। ଯେଉଁଥିରେ ସମକୋଣ ଦେଖୁଛ ବସ୍ତୁ ଗୋଟେ ନାମ। ବହି ଝରକା କେଉଁରେ ତୁମେ ଅଛି ଦେଖ। ବହି, ଝରକା, ଅନ୍ୟ କୌଣସି ବସ୍ତୁରେ ସମକୋଣ ଅଛି କି ନାହିଁ ପରୀକ୍ଷାର ଯେଉଁଟା ତୁମେ ସମକୋଣ ପାଇବ ତାର ନାମ ଲେଖିବ। କି ସମକୋଣ ତୁମ ଘରେ ଅଛି, ସ୍କୁଲରେ ଅଛି, ଝରକାରେ ଅଛି, ଆଉ କବାଟରେ ଅଛି, ବହିରେ ବି ସମକୋଣ ଅଛି। ସରିଲା, ଆଉ ନାହିଁ, ଏତିକି ସରିଲା। ନେକ୍ସଟ, ଆସ ବିନ୍ଦୁ ଗୁଡ଼ିକ ଯୋଡ଼ି ସମକୋଣ ଅଙ୍କନ କରିବ। ଇଜି, ସବୁଠାରୁ ଇଜି। ତୁମେ ସ୍କେଲ ନେବ, ସବୁବେଳେ ମନେ କର ସ୍କେଲ ନେବ। ସ୍କେଲ ଗୁଡ଼ିକ ବିନ୍ଦୁ ଗୁଡ଼ିକ ଗାର ପକାଇ ସମକୋଣ କରିବ। ଏମିତି ସମକୋଣ କରିଦେବ। ଏପଟ ଗୋଟେ ଏମିତି ସମକୋଣ କରିବ, ଏମିତି ଗୋଟେ ସମକୋଣ କରିବ। ସରିଲା, ସମକୋଣ। ମୁଁ ଏଇଟା କରିବ ନାହିଁ, ମୁଁ ଖାଲି ଲିଭେଇ କହୁଥିଲା। ଓକେ, ସରିଲା। ତାପରେ ଅଛି ତୁମ ଶ୍ରେଣୀ ଗୃହରେ କେତୋଟି ବସ୍ତୁର ନାମ କୁହ ସୂକ୍ଷ୍ମକୋଣ। କି ଲେଖିବ? ସୂକ୍ଷ୍ମକୋଣର ନାମ ଗୁଡ଼ିକ ତୁମେ ଲେଖିବ। ପିଲାମାନେ କ'ଣ କ'ଣ ଲେଖିବ? ଟିକେ ଜୁମ୍ କରୁଛି ପିଲାମାନେ। ସୂକ୍ଷ୍ମକୋଣର ନାମ ଗୁଡ଼ିକ କ'ଣ କ'ଣ ଲେଖିବ ପିଲାମାନେ? ଟିକେ ଦେଖ, ଲେଖିବ ଅଳ୍ପ ଖୋଲା ଯାଇଥିବା କବାଟ, ଅଳ୍ପ ଖୋଲା ଯାଇଥିବା ଝରକା, ଅଳ୍ପ ଖୋଲା ଯାଇଥିବା ବହି। ଏଟା ହେଉଛି ସବୁ ସୂକ୍ଷ୍ମକୋଣ। ସରିଲା। ତାପରେ ତୁମ ଶ୍ରେଣୀ କୋଠରୀରେ ଥିବା କେତେ ବସ୍ତୁର ଯାହାକୁ ସ୍ଥୂଳକୋଣ। ଲେଖିଥିବ ପୁରା ଖୋଲା ହେଇଥିବା, ପୁରା ଖୋଲା ଯାଇଥିବା। କ'ଣ ଲେଖିବ? ବହି, ଖାତା, କମ୍ପାସ, କଇଁଚି। ବହି, ଖାତା, କମା ଦେଖ କମ୍ପାସ, କମ୍ପାସ ଆଉ ବହି। ସରିଲା। ତଳେ ଥିବା କୋଣ ଗୁଡ଼ିକ ଚିହ୍ନଟ କର। ତଳେ ଥିବା ପ୍ରତ୍ୟେକ ଅକ୍ଷରରେ ଥିବା କୋଣ। ଏଟା କି କୋଣ ପିଲାମାନେ? ଲେଖିବ ସୂକ୍ଷ୍ମକୋଣ। ଏଟା ହେଉଛି ସ୍ଥୂଳକୋଣ। ଏଟା ହେଉଛି ସୂକ୍ଷ୍ମକୋଣ। ତ ପିଲାମାନେ ଭିଡ଼ିଓଟି କେମିତି ଲାଗିଲା? ଗୋଟେ ଛୋଟିଆ ରିକ୍ୱେଷ୍ଟ ତୁମମାନଙ୍କ ପାଇଁ, ଯେଭଳି ତୁମେ ଟ୍ୟୁସନ୍ ପଢ଼ି ଯାଉଛ, କାରଣ 29 ଟଙ୍କା 29 ମାସକୁ ଦେଇ ଯେଉଁଠି ଓଡ଼ିଶାର ଯେକୌଣସି ସ୍ଥାନ ଦେଖୁଥିବ, ମାସକୁ ଦେଇ ତୁମେ ଟ୍ୟୁସନ୍ ପଢ଼ିବାରେ ଅନଲାଇନ୍ କ୍ଲାସ୍ କରିବ। PDF ପ୍ରଶ୍ନ ତ ଯାହା ଚାହିଁବ ମୋ ପାଠରୁ ନେଇପାରିବ। ତୁମେ ଚ୍ୟାନେଲ୍ ନୂଆ ଥିଲେ ଲାଇକ୍ କରିବ, ସେୟାର କରିବ, ସବସ୍କ୍ରାଇବ୍ କରିବ ଭୁଲିବ ନାହିଁ। ଆଉ ପିଲାମାନେ ପ୍ରଥମ ଶ୍ରେଣୀ ଠାରୁ 10ମ ଶ୍ରେଣୀ ଯେଉଁମାନେ ପାଠ ପଢ଼ୁଛ, ଟ୍ୟୁସନ୍ ପଢ଼ିବାକୁ ମାସକୁ 29 ଟଙ୍କା ତୁମେ ପେ କରି ଜଏନ୍ ହେଇକି ମୋତେ କମେଣ୍ଟ କରିବ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରି ନିହାତି ଜଣାଇବ।